ए हेउछि ग्रीन इटर बार्ड। এই পক্ষী মানে সাধারণতঃ ক্ষেত খোলা পাখরে থিবা বুদালিয়া জায়গা মানଙ୍କରେ ମାଟିରେ ଘର କରି ରହନ୍ତି। ଏମାନେ ସାଧାରଣତଃ 4 ରୁ 8ଟି ଅଣ୍ଡା ଦିଅନ୍ତି। ଧୂଳିରେ ଏମାନେ ଗାଧାନ୍ତି। 2 ସପ୍ତାହ ଭିତରେ ଏମାନଙ୍କର ଛୁଆ ଜନ୍ମ ହୁଅନ୍ତି। 26-28 ଦିନ ପର୍ଯ୍ୟନ୍ତ ଏମାନେ ଦଳବଦ୍ଧ ହୋଇ ଛୁଆଗୁଡ଼ିକ ବାହାରି ପଡ଼ନ୍ତି। ଏ ପକ୍ଷୀମାନେ ସାଧାରଣତଃ ଦଳବଦ୍ଧ ହୋଇ ରହିବାକୁ ପସନ୍ଦ କରନ୍ତି। ଏହି ପକ୍ଷୀମାନଙ୍କୁ ଗ୍ରୀନ୍ ବି ଇଟର ବାର୍ଡ଼ କୁହାଯାଏ, କାହିଁକି ମହୁମାଛି ହେଉଛି ଏମାନଙ୍କର ଅତି ପ୍ରିୟ ଖାଦ୍ୟ। ମହୁମାଛିମାନଙ୍କୁ ଉଡ଼ନ୍ତା ଅବସ୍ଥାରେ ଏମାନେ ଶିକାର କରନ୍ତି ଏବଂ ଆଗ ଥଣ୍ଟରେ ଧରି ମହୁମାଛିର ବିଷାକ୍ତ ଅଂଶକୁ ଝାଡ଼ି ଦିଅନ୍ତି, ତାପରେ ଝୁଣି ଖାଆନ୍ତି। ଏହି ପକ୍ଷୀମାନେ ଗ୍ରାମାଞ୍ଚଳରେ ମୁଖ୍ୟତଃ ରହିବାକୁ ପସନ୍ଦ କରନ୍ତି, ବୃକ୍ଷମାନଙ୍କରେ ରହନ୍ତି ଏବଂ ଦଳବଦ୍ଧ ହୋଇ ରହିବାକୁ ପସନ୍ଦ କରନ୍ତି। ଗାଁ ପାଖରେ ଯାଇଥିବା ବିଦ୍ୟୁତ ଖୁଣ୍ଟମାନଙ୍କରେ ଦଳବଦ୍ଧ ହୋଇ ଏମାନେ ବସିଥାନ୍ତି। ଦେଖିବାକୁ ଖୁବ୍ ସୁନ୍ଦର ଦେଖାଯାଆନ୍ତି। ଏମାନଙ୍କର ଥଣ୍ଟ ମୁନିଆ, ମୁଣ୍ଡ ଲାଲ ରଙ୍ଗ ଏବଂ ଶୁଆପକ୍ଷିଆ ରଙ୍ଗ ହୋଇଥିବାରୁ ଏମାନଙ୍କୁ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଆନ୍ତି। ଏହି ପକ୍ଷୀମାନଙ୍କର ବୟସ ହେଉଛି 12 ବର୍ଷରୁ 18 ବର୍ଷ। ଏମାନେ ସାଧାରଣତଃ ବୁଦାଲିଆ ଜଙ୍ଗଲରେ କିମ୍ବା ଗାଁ ପାଖରେ ରହିବାକୁ ପସନ୍ଦ କରନ୍ତି। ଲୋକାଳୟରୁ ଏମାନେ ବହୁତ ଉର୍ଦ୍ଧ୍ୱରେ ରହିବାକୁ ଚିନ୍ତା କରନ୍ତି। ତାରରେ ବିଦ୍ୟୁତ ଖୁଣ୍ଟମାନଙ୍କରେ ଧାଡ଼ି ଧାଡ଼ି ହୋଇ ଏମାନେ ବସିଥାନ୍ତି। ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ଏମାନେ ପାଖାପାଖି ଲଗାଲଗି ହୋଇ ମଧ୍ୟ ବସିଥାନ୍ତି। ଆଜିକାଲି ଏହି ଛୋଟ ଛୋଟ ପକ୍ଷୀମାନଙ୍କର ସୁରକ୍ଷାକୁ ନେଇ ପରିବେଶବିତ୍ ମାନେ ପକ୍ଷୀ ପ୍ରେମୀମାନେ ଚିନ୍ତିତ ଅଛନ୍ତି। ଯେହେତୁ ଘରଚଟିଆ ବର୍ତ୍ତମାନ ଆଉ ଗାଁମାନଙ୍କରେ ଦେଖାଯାଉନାହାନ୍ତି, ଏହି ପକ୍ଷୀମାନଙ୍କର ସଂରକ୍ଷଣ ପାଇଁ, ଏହି ପକ୍ଷୀମାନଙ୍କର ବଂଶବୃଦ୍ଧି ପାଇଁ ସେମାନେ ପରିବେଶ କିପରି ଭାବରେ ସୁନ୍ଦର ରହିବ ଏବଂ ଏମାନଙ୍କର ବଂଶବୃଦ୍ଧି ଠିକ୍ ଭାବରେ ହୋଇପାରିବ, ସେହି ଦିଗରେ ସମସ୍ତେ ଚିନ୍ତା କରିବା ଉଚିତ। ପକ୍ଷୀପ୍ରେମୀମାନେ ଏହି ଭିଡ଼ିଓ ଦେଖି ଯଦି ସେମାନଙ୍କୁ ଖୁସି ଲାଗୁଛି ତାହେଲେ ନିଶ୍ଚୟ ମୋ ଗାଁ ମୋ ସ୍ପନ୍ଦନ ଚ୍ୟାନେଲକୁ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ, ଏହି ଆଶା ଆମର ଅଛି। ଏବଂ ଭଲ ଯଦି ଏହି ଭିଡ଼ିଓଟି ଲାଗିଲା ତାହେଲେ ନିଶ୍ଚୟ କମେଣ୍ଟ କରି ଆପଣଙ୍କର ମତାମତ ଦେବାକୁ ଭୁଲିବେ ନାହିଁ।